କିଛି ଦିନର ବର୍ଷା ପରେ ପୁଣି ଆଗକୁ ବଢ଼ିବ ତାତି। 1 ତାରିଖରୁ ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଟ୍ରଫ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ସେହି କ୍ରମରେ ଆଜି ରାଜ୍ୟର 8ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଉଛି। ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବା ବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା 27 ଏବଂ 28 ତାରିଖ ବେଳକୁ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ ବଢ଼ିପାରେ ଏବଂ ମାର୍ଚ୍ଚ 1 ତାରିଖରୁ ତାତି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଯାହାକି 1 ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ତାପମାତ୍ରା 37 କିମ୍ବା 38 ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଅନ୍ୟପଟେ ଗତକାଲି ପାରଳାଖେମୁଣ୍ଡି ତାପମାତ୍ରା 36 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ମାଲକାନଗିରିରେ 35.6, ବଲାଙ୍ଗୀରରେ 35, ସମ୍ବଲପୁରରେ 34.4, ଝାରସୁଗୁଡ଼ାରେ 34 ଡିଗ୍ରୀ ତାପମାତ୍ରା ରହିଥିଲା। ଆଗକୁ କ୍ରମଶଃ ଦିନର ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି।